ବଢ଼ୁଥିବା ଥଣ୍ଡାରେ ଯଦି ଗରମ ଗରମ କିଛି ଖାଇବାକୁ ମିଳିଯାଏ ତାର ମଜା କିଛି ଅଲଗା ଥାଏ। ଏଇ ରେସିପି ଯଦି ଘରେ ଥରେ ବନାଉଛନ୍ତି ଦେଖିବେ ସବୁବେଳେ ବନେଇ ଖାଇବା ପାଇଁ ଇଚ୍ଛା ହେବ। ଏମିତିରେ ବି ଆଉ ତରକାରୀ କି ଡାଲିର ବି ଆବଶ୍ୟକତା ପଡ଼ିବନି। ଝଟପଟ ବନିକି ରେଡ଼ି ହେଇଯିବ। ପୁଣି ପ୍ରେସର କୁକରରେ ପ୍ରସ୍ତୁତ କରିବା 5 ମିନିଟ୍ରେ ବନିକି ରେଡ଼ି ହେବ। ଆଉ ଦେଖନ୍ତୁ ତାର ବଢ଼ିଆ ପୁରା ବାସ୍ନା ବି ଆସୁଛି ଆଉ ସ୍ୱାଦ ତ ଦେଖିବେ ପୁରା ଜବରଦସ୍ତ ରହିବ। ତ ଆଶା କରୁଛି ଆଜିର ଭିଡ଼ିଓଟି ପସନ୍ଦ ଆସିବ ଆପଣମାନଙ୍କୁ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଦେଖନ୍ତୁ ଏଠି ପନିପରିବା ନେଇଛି, ଗାଜର ନେଇଛି, ବିନ୍ସ ନେଇଛି, ଫୁଲକୋବି ନେଇଛି। ଆପଣମାନଙ୍କୁ ଯାହା ବି ପନିପରିବା ପସନ୍ଦ ଆପଣମାନେ ଏଠି ନେଇପାରିବେ। ଏଠି ମୁଁ ଆଳୁକୁ ସ୍କିପ୍ କରିଛି, ଆପଣମାନେ ଚାହିଁଲେ ଏଠି କରିପାରିବେ। ଯେହେତୁ ପ୍ରେସର କୁକରରେ ବନେଇବା ତ ଏଠି ଗୋଟେ ଆମେ ପ୍ରେସର କୁକର ପ୍ରଥମେ ନେବା, ତାକୁ ଟିକେ ଗରମ ହେବା ଦେବା। ଗରମ ହେଇସାରିବା ପରେ ଆମେ ସେଥିରେ ଏଡ୍ କରିଦେବା ରିଫାଇନ୍ ତେଲ। ଆପଣମାନେ ଚାହିଁଲେ ଏଠି ଘିଅ ରିଫାଇନ୍ ତେଲ ମିକ୍ସ କରିବି ଏଡ୍ କରିପାରିବେ, କିନ୍ତୁ ମୁଁ କେବଳ ଏଥିରେ ରିଫାଇନ୍ ତେଲ ହିଁ ଏଡ୍ କରିଛି। ତେଲ ପୁରା ଗରମ ହେଇସାରିବା ପରେ ଏଠି ଦେଖନ୍ତୁ 3 ରୁ 4ଟି ପୁରା ବଡ଼ ସାଇଜ୍ର ପିଆଜକୁ ମୁଁ ଏଠି ପିସେସ୍ରେ କଟିଂ କରିଦେଇଛି। ହାତରେ ଆମେ କ୍ରସ୍ କରି ପିଆଜକୁ ସେଇଥିରେ ଆମେ ଏଡ୍ କରିଦେବା। ଏଡ୍ କରିକି ଏହି ସମୟରେ ଗ୍ୟାସ୍ ଆଞ୍ଚ ପୁରା ହାଇ ଫ୍ଲେମ୍ରେ ରଖିବା। ଏହି ସମୟରେ ହାଇ ଫ୍ଲେମ୍ରେ ରଖି ଯଦି ଆପଣମାନେ ବନେଇବେ ତାହେଲେ ଦେଖିବେ ହାଲକା ପୁରା ଗୋଲ୍ଡେନ୍ କଲର୍ ଆସିବ ଆଉ ପିଆଜଟା ଟିକେ ହାଲକା କ୍ରିପ୍ସି ରହିବ, ଖାଇବାକୁ ବି ସୁଆଦିଆ ଲାଗିବ। ଯେହେତୁ ଆମକୁ ଆଗକୁ ପିଆଜ ଦରକାର ପଡ଼ିବ, ସେଇଥିପାଇଁ ଦେଖନ୍ତୁ ଏଠି ମୁଁ ପିଆଜକୁ ମାନେ ଅଧିକ ପିଆଜ ଏଥିରେ ମୁଁ ବାହାର କରି ଗୋଟେ ପ୍ଲେଟ୍କୁ ରଖିଦେଇଛି। ଆଉ ଅଳ୍ପ ଟିକେ ହିଁ ପ୍ରେସର କୁକରରେ ପିଆଜକୁ ଆମେ ରହିବାକୁ ଦେବା। ତ ଏଠି ପିଆଜଟା ଯେହେତୁ ଫ୍ରାଏ ହେଇସାରିଛି ତ ଆମେ ସେଥିରେ ଏବେ ଅଦା, ରସୁଣ, କଞ୍ଚା ଲଙ୍କାର ଏଠି ଦରକୁଟା ପେଷ୍ଟକୁ ଏଡ୍ କରିବା। ଏଡ୍ କରିକିରି ଆମେ ପୁଣି ଥରେ ଟିକେ ଅଦା ରସୁଣର କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ ଟିକେ ଆମେ ଏବେ ସ୍ଲୋ ଆଞ୍ଚରେ ଏହି ସମୟରେ ସ୍ଲୋ କରିଦେବା ଗ୍ୟାସ୍ ଆଞ୍ଚକୁ। ଆକୁ ଟିକେ ଆମେ କଷି ହେବାକୁ ଦେବା। ଟିକେ କଷି ହେଇସାରିବା ପରେ ଆମେ ସେଥିରେ ଏଡ୍ କରିଦେବା। ଏଥିରେ ଯେହେତୁ ଗୋଟା ମସଲା ଏଡ୍ କରିନଥିଲି, ଆପଣମାନେ ଚାହିଁଲେ ଅଦା ରସୁଣ ଯେତେବେଳେ ଏଡ୍ କଲେ ତା ଆଗରୁ ବି ଏଥିରେ ଗୋଟା ମସଲା ଏଡ୍ କରିପାରିବେ। ଯାହା ବି ଗୋଟା ମସଲା ପସନ୍ଦ ଏଡ୍ କରିପାରିବେ। ଅଳ୍ପ ଟିକେ ହାଫ୍ ଚାମଚ ସେଥିରେ ମୁଁ ଜିରା ବି ଏଡ୍ କରିଛି। ତ ଜିରା ଏଠି ପୁରାପୁରି ଅପସନାଲ୍ ଅଛି, ଚାହିଁଲେ ଏଡ୍ କରିବେ ନା ସ୍କିପ୍ ବି କରିପାରିବେ। ତ ଯେହେତୁ ଆଜି ଆମେ ପ୍ରସ୍ତୁତ କରୁଛନ୍ତି ପୁରା ଭେଜିଟେବୁଲ୍ ପଲଉ ପ୍ରସ୍ତୁତ କରୁଛନ୍ତି, ତ ଅଳ୍ପ ଟିକେ ଜିରା ଯଦି ଏଡ୍ କରିବେ ତାର ବାସ୍ନାଟା ବହୁତ ବଢ଼ିଆ ଆସେ। ତ ପୁଣି ଥରେ ଆମେ ଚାଲନ୍ତୁ ସେଥିରେ ଗୁଣ୍ଡ ମସଲାରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା ଏଡ୍ କରିବା। ଯେତିକି ଆପଣମାନେ ପଲଉ ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ଏଠି ଗୁଣ୍ଡ ମସଲା ଏଡ୍ କରିବେ। ସେ ଅନୁସାରେ ପିଆଜ, ପୁଣି ସେଥିରେ ତେଲ ସେ ଅନୁସାରେ ଏଡ୍ କରିବେ। ଆଉ ଦେଖନ୍ତୁ ଟିକେ ମସଲାକୁ ଟିକେ ଆମେ ଟିକେ ଗୁଣ୍ଡ ମସଲା ଯେହେତୁ ପୋଡ଼ି ନଯିବ ଯେମିତି, ସେଥିପାଇଁ ଅଳ୍ପ ଟିକେ ସେଥିରେ ଆମେ ପାଣିକୁ ଏଡ୍ କରିଦେବା ଯେମିତି ଭଲସେ କଷିବ ଆଉ ଖାଇବା ବି ସୁଆଦିଆ ଲାଗିବ। ତ ସେଥିପାଇଁ ଆମେ ତାକୁ ଟିକେ ପାଣିକୁ ଏଡ୍ କରି ଟିକେ କଷିବା। କଷି ହେଇସାରିବା ପରେ ଆମେ ସେଥିରେ ଗୋଟେ ଗିନା ଦହି ଏଡ୍ କରିବା। ଏଠି ଦେଖନ୍ତୁ ମାର୍କେଟରେ ଦହି ନେଇଛି, ଯେହେତୁ ଦହିଟା ଖଟା ନଥିବ ତ ଏଡ୍ କରିବେ, ତାହେଲେ ଦେଖିବେ ବହୁତ ବଢ଼ିଆ ଟେଷ୍ଟ ଆସିବ। ତ ଏବେ କ'ଣ କରିବା ନା, ଯେହେତୁ ଦହି ଏଡ୍ କଲେ ତ ଏବେ ଗ୍ୟାସ୍ ଆଞ୍ଚ ପୁରା ସ୍ଲୋ ଆଞ୍ଚ ରଖି ଟିକେ ଆମେ କଷିବା। ଏବେ ଦହିକୁ ଏଡ୍ କରିସାରିବା ପରେ ପୁଣି ଥରେ ଟିକେ ଗିନାକୁ କ୍ଲିନ୍ କରି ଅଳ୍ପ ଟିକେ ପାଣି ଦେବା ଆମେ, ଆଉ ଟିକେ ମସଲାକୁ କଷିବା। କଷି ହେଇସାରିବା ପରେ ଦେଖନ୍ତୁ ଉପରେ ପୁରା ତେଲ ଦେଖାଯିବ। ଆଉ ଯେହେତୁ ଦହି ଏଡ୍ କଲେ ତ ଦେଖନ୍ତୁ ମସଲାର ପୁରା ମାନେ ମସଲାଟା ଯେମିତି କ୍ରିମି କ୍ରିମି ଦେଖାଯାଉଛି। ତ ଦହି ନିହାତି ଏଡ୍ କରନ୍ତୁ, ଦେଖିବେ ତାର ଫ୍ଲେଭର ବି ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ପୁଣି ସେଥିରେ ଆମେ ଏଡ୍ କରିଦେବା କଞ୍ଚା ଲଙ୍କାକୁ ଏଡ୍ କରି ପୁଣି ଥରେ ଟିକେ ମିକ୍ସ କରିଦେବା। ଯେହେତୁ ଲାଇଟିଂ ପାଇଁ କଲର୍ ଭଲସେ ଦେଖାଯାଉନି, କିନ୍ତୁ ବହୁତ ବଢ଼ିଆ କଲର୍ ଆସିଛି ଆଉ ବାସ୍ନା ବି ବହୁତ ବଢ଼ିଆ ହେଉଥିଲା। ତ ଏଇ ତରିକାରେ ଆପଣମାନେ ବନାନ୍ତୁ, ଦେଖିବେ ଝଟପଟ ବନିକି ରେଡ଼ି ହେବ। ତ ଆମେ ଯେଉଁ ପନିପରିବାକୁ କଟିଂ କରି ରଖିଥିଲେ ସବୁ ମସଲା ଆମର କଷି ହେଇସାରିବା ପରେ ଆମେ ସେଥିରେ ଏଡ୍ କରିଦେବା। ପନିପରିବାକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ମିକ୍ସ କରି ଆମେ କେବେ କଷିବା। ଫ୍ରେଣ୍ଡସ୍, ଯେହେତୁ ଟିକେ ଦେହ ଖରାପ ଅଛି ତ କହିବା ସମୟ ଟିକେ ପ୍ରୋବ୍ଲେମ୍ ହେଉଛି, ଟିକେ ଆଡ଼ଜଷ୍ଟ କରିବେ। ତ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରି ଟିକେ କଷିଦେବା। ଏଇଭଳି ପ୍ରୋସେସ୍ରେ କଣ୍ଟିନ୍ୟୁ ପୁରା ଆଗକୁ ଗ୍ୟାସ୍ ଆଞ୍ଚକୁ ଏହି ସମୟରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଆମେ ଏବେ କଷିବା, ଯେମିତି ପନିପରିବାଟା ଟିକେ କଷି ବି ହେଇଯିବ ଆଉ ତେଲରେ ଟିକେ ଭାଜି ବି ହେଇଯିବ। ଯେହେତୁ ଆମେ ବିନା ଭାଜିକି ବନାଉଛନ୍ତି ଏଠି ପଲଉ, ତ ଏଠି ଦେଖନ୍ତୁ ମୁଁ ପନିପରିବା ଅନୁସାରେ ଲୁଣକୁ ଏଡ୍ କରିଛି। ଲୁଣକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଦେଖିବେ ଆଗକୁ ପନିପରିବାକୁ ଆପଣମାନଙ୍କୁ ଏକ୍ସଟ୍ରା ଆଉ ଅଲଗାରେ ଭାଜିବାକୁ ପଡ଼ିବନି ବା ଅଲଗାରେ ଭାଜିବାକୁ ପଡ଼ିବନି। ଡାଇରେକ୍ଟ ଆପଣମାନେ ଏଥିରେ ପନିପରିବାକୁ ଏଡ୍ କରିବି ଏ ରେସିପିଟି ବନେଇ ପାରିବେ। ପୁଣି ଥରେ ଆମେ ଏଡ୍ କରିଦେବା ଅଳ୍ପ ଟିକେ ଗୋଟା ମସଲା ପାଉଡ଼ର ଏଡ୍ କରିବା। ସବୁବେଳେ ଦେଖିବେ ଫ୍ରେଶ୍ ଯଦି ଗୋଟା ମସଲାକୁ ଟିକେ ହାଲକା ଭାଜିକିରି ଗୁଣ୍ଡ କରି ଏଡ୍ କରିବେ ତ ତାର ଫ୍ଲେଭରଟା ବହୁତ ବଢ଼ିଆ ଆସିବ। ଆପଣମାନେ ଥରେ ଟ୍ରାଏ କରି ଦେଖନ୍ତୁ। ତ ମୁଁ ଏଠି ଅଳ୍ପ ଟିକେ ଗୋଟେ ଚାମଚ ଗୋଟା ମସଲା ପାଉଡ଼ର ଏଡ୍ କରିଛି ଆଉ ବାକି ରଖିଦେଇଛି, ଆଗକୁ ଆମକୁ ଦରକାର ପଡ଼ିବ। ତ ପୁଣି ଥରେ ଦେଖନ୍ତୁ ଏଠି ମୁଁ ନେଇଛି ଚାଉଳ, ଯେଉଁ ବି କ୍ୱାଲିଟି ଚାଉଳ ଆପଣଙ୍କ ପାଖରେ ଅଛି ସେ ଚାଉଳରେ ଆପଣମାନେ ଏଠି ବନେଇ ପାରିବେ। ସେମ୍ ପ୍ରୋସେସ୍ରେ ବାସୁମତୀ ରାଇସ୍ରେ ବି ବନେଇ ପାରିବେ। ଯେହେତୁ ସମସ୍ତଙ୍କ ପାଖରେ ବାସୁମତୀ ରାଇସ୍ ନଥାଏ, ଘରର
ମାନେ ନର୍ମାଲ୍ ବେସିକ୍ ଚାଉଳରେ ବନେଇ ପାରିବେ ରେସିପିଟି। ସେଇଥିପାଇଁ ମୁଁ ଆଜି ଆପଣମାନଙ୍କୁ ଏଠି ମୁଁ ସେୟାର କରିଛି। ତ ଏଠି ଚାଉଳ କ'ଣ କରିଛି ନା, ମୁଁ ଏଠି ପୁରା 1.5 ଗ୍ଲାସ୍ ଚାଉଳ ନେଇଛି। ଚାଉଳକୁ ଭଲସେ କ୍ଲିନ୍ କରି ଧୋଇ ଦେଇଛି। ଧୋଇ ସାରିବା ପରେ ଏବେ ମୁଁ ଏଡ୍ କଲି। ଆଉ ନର୍ମାଲ୍ ଚାଉଳରେ ହିଁ ଆଜି ଆମେ ପ୍ରସ୍ତୁତ କରିବା ପଲଉ। ତ ଏବେ କ'ଣ କରିବା ନା, ଚାଉଳକୁ ଏଡ୍ କରିସାରିବା ପରେ ଗ୍ୟାସ୍ ଆଞ୍ଚଟି ହାଇ ଫ୍ଲେମ୍ରେ ରଖିବା। ଯେହେତୁ ଟିକେ ପାଣି ଅଛି, ପାଣିଟା ଟିକେ ହାଲକା ଶୁଖିଲା ପର୍ଯ୍ୟନ୍ତ ଟିକେ ଚାଉଳକୁ ବି ଆମେ ଭାଜିଦେବା। ତାପରେ ଆମେ ଏଥିରେ ଏଡ୍ କରିଦେବା ଗରମ ଗରମ ପାଣି ଏଡ୍ କରିବା। ଯେହେତୁ ମୁଁ 1.5 ଗ୍ଲାସ୍ ଚାଉଳ ନେଇଥିଲି, ତ ମୁଁ 3 ଗ୍ଲାସ୍ ପାଣି ଏଡ୍ କରିଛି। ସବୁବେଳେ ଦେଖିବେ ଯେତିକି ଚାଉଳ ନେବେ ତାର ଡବଲ୍ କ୍ୱାଣ୍ଟିଟି ପାଣି ଏଡ୍ କରିବେ। ପାଣିକୁ ଏଡ୍ କରିସାରିବା ପରେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଏହି ସମୟରେ ଗ୍ୟାସ୍ ଆଞ୍ଚ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ହିଁ ବନେଇବା। ତ ଦେଖିବେ ଥଣ୍ଡା ପାଣି ଚାହିଁଲେ ଆପଣମାନେ ଏଡ୍ କରିପାରିବେ, କିନ୍ତୁ ଦେଖିବେ ଯଦି ଗରମ ପାଣି ଏଡ୍ କରିବେ କୁକିଂ ଫାଷ୍ଟ ହେବ, ଆଉ ଦେଖିବେ ପାଞ୍ଚିଆ ସ୍ୱାଦ ଆସିବନି। ସେଥିପ୍ରତି ଟିକେ ଧ୍ୟାନ ଦେବେ। ଦେଖନ୍ତୁ ଆମେ ପାଣି ଏଡ୍ କରିବା, ମାନେ ପାଣି ଏଡ୍ କଲେ ପୁଣି ଥରେ ଦେଖନ୍ତୁ ଫୁଟି ବି ସାରିଲାନି ଚାଉଳ, ତ କୁକିଂ ଫାଷ୍ଟ ହେବ। ସେଥିପାଇଁ ମୁଁ ଗରମ ପାଣି ଏଡ୍ କରେ। ପୁଣି ଥରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ଆଗରୁ ଆମେ ଲୁଣ ଏଡ୍ କରିଥିଲେ ପନିପରିବା ଅନୁସାରେ, ଏଠି ଆମେ ଚାଉଳ ଅନୁସାରେ ଲୁଣକୁ ଏଡ୍ କରିଦେବା। ଆମେ କଭର୍କୁ ବନ୍ଦ କରି ଆଗକୁ 2ରୁ 3ଟି ସିଟି ଦେବା ପୁରା ହାଇ ଫ୍ଲେମ୍ରେ। ତ ଏବେ ଆମେ ସିଟି ହେଲା ଭିତରେ ଦେଖନ୍ତୁ ଏଠି ମୁଁ କିଛି ନେଇଛି, ଅଳ୍ପ ଟିକେ ସେଥିରେ ମୁଁ ଘିଅ ନେଇଛି। ପାଖାପାଖି 3ରୁ 4 ଚାମଚ ଏଠି ଘିଅ ହେବ। ସେଇଥିରେ ମୁଁ ଯେଉଁ ଗୋଟା ମସଲା ଅଳ୍ପ ଟିକେ ରଖିଥିଲି, ସେଥିରେ ଗୋଟା ମସଲା ଏଥିରେ ପାଉଡ଼ର 1 ଚାମଚ ଦେଇ ଭଲସେ ମିକ୍ସ କରିଦେଲି। ଏଇଭଳି ଦେଖିବେ ଯଦି ଘିଅ କି ତେଲରେ ଯଦି ଗୋଟା ମସଲାକୁ ମିକ୍ସ କରିଦେବେ ପାଉଡ଼ରଟାକୁ, ତାର ପାଟିକୁ ଦେଖିବେ ଆପଣମାନେ ଯେତେବେଳେ ବିରିୟାନୀଟା ଖାଇବେ ନା, ସେଇ ସମୟରେ ବା ପଲଉଟା ଖାଇବେ, ପାଟିକୁ ଲାଗିବନି ଗୋଟା ମସଲା ବା ମସଲା ମସଲା ଲାଗିବନି, ଖାଇବାକୁ ଭାରି ସୁଆଦିଆ ଲାଗିବ। ତ ସେଇଥିପାଇଁ ମୁଁ ସେଇଥିରେ ମିକ୍ସ କରିଦେଲି। ମୁଁ ଏଠି ଘିଅ ଏଡ୍ କରୁଛି। ଦେଖିବେ ଯେକୌଣସି ପଲଉ ହଉ କି ବିରିୟାନୀ ହଉ, ସେଥିରେ ଯଦି ଘିଅ ଟିକେ ଏଡ୍ କରିବେ ତାହେଲେ ଦେଖିବେ ତାର ସ୍ୱାଦକୁ ସେ ବଢ଼େଇ ଦେଇଥାଏ ବା ଫ୍ଲେଭରକୁ ତାର ବଢ଼େଇ ଦେଇଥାଏ। ଖାଇବାକୁ ବହୁତ ବଢ଼ିଆ ଲାଗିବ ଆଉ ବାସ୍ନା ବି ବହୁତ ବଢ଼ିଆ ହେବ। ଆଉ ଦେଖନ୍ତୁ ଆପଣମାନଙ୍କୁ କଭର୍ ବାହାର କରି ଦେଖାଉଛି। ଏଠି ମୁଁ 3ଟି ସିଟି ଦେଲି ହାଇ ଫ୍ଲେମ୍ରେ। 3ଟି ସିଟି ପରେ ଦେଖାଉଛି, ଦେଖନ୍ତୁ କେତେ ବଢ଼ିଆ ଆମର ପରସ୍ପର ଭିତରେ ବିଲକୁଲ ବି ଲାଗୁନି। ଭାତଟା ଦେଖନ୍ତୁ ପୁରା ଆପଣମାନଙ୍କୁ କ୍ରସ୍ କରି ବି ଦେଖାଉଛି, ପରଫେକ୍ଟ ପୁରା ଏଠି ବନିକି ରେଡ଼ି ବି ହେଇସାରିଲାଣି। ଚାଉଳ ଚାଉଳ ବିଲକୁଲ ନାହିଁ, ପୁରା ଭାତ ବନିଯାଇଛି। ତ ଏବେ ଆମେ କ'ଣ କରିବା ନା, ସେ ଘିଅ ପୁଣି ଗୋଟା ମସଲାର ଯେଉଁ ମିକ୍ସଟା ରଖିଥିଲେ ତାକୁ ସେଇଥିରେ ଆମେ ଏବେ ଏଡ୍ କରିଦେବା। ଲାଷ୍ଟରେ ଏଇ ପ୍ରୋସେସଟା ନିହାତି କରନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ, ସ୍ୱାଦକୁ ବଢ଼େଇଦେବା। ଆଉ ଅଳ୍ପ ଟିକେ ଏଠି ଫୁଡ଼୍ କଲର୍କୁ ମୁଁ ଅଳ୍ପ ପାଣି ଦେଇକି ତାକୁ ମିକ୍ସ କରିଦେଇଥିଲି, ଏଡ୍ କରିଛି। ଏଇଟା ପୁରାପୁରି ଅପସନାଲ୍ ଅଛି, କେବଳ କଲର୍ ପାଇଁ ହିଁ ମୁଁ ଏଡ୍ କରିଛି। ଆପଣମାନେ ଚାହିଁଲେ ଏଡ୍ କରିବେ, ନହେଲେ ସ୍କିପ୍ କରିପାରିବେ। ଆଉ ଦେଖନ୍ତୁ ଯେ ଆମେ ପିଆଜକୁ ବାହାର କରିକି ରଖିଥିଲେ ଭାଜିକିରି, ସେ ପିଆଜକୁ ଆମେ ଉପରେ ଏଡ୍ କରିଦେବା। ସବୁବେଳେ ଦେଖିବେ ବିରିୟାନୀ ହଉ କି ପଲଉ ହଉ, ସେଥିରେ ଯଦି ଏଇଭଳି ଭଜା ପିଆଜ ଏଡ୍ କରିବେ, ତ ତାହେଲେ ଦେଖିବେ ପଲଉର ସ୍ୱାଦ ବଢ଼ିଯାଇଥାଏ ବା ବିରିୟାନୀର ବି ସ୍ୱାଦ ବଢ଼ିଯାଇଥାଏ, ଖାଇବାକୁ ବହୁତ ଟେଷ୍ଟି ଲାଗିଥାଏ। ତ ଆପଣମାନେ ଏଇ ତରିକାରେ ବନାନ୍ତୁ। ତ ପୁଣି ଥରେ ଦେଖନ୍ତୁ ଏଠି ଛୋଟ ଗିନାଟା, ସେ ଯେହେତୁ ଘିଅ ସେଥିରେ ମିକ୍ସ କରିଥିଲି, ତ ଘିଅ ଗିନାଟା ହିଁ ମୁଁ ସେଥିରେ ନେଇଛି। ଆଉ କୋଇଲାକୁ ଏଠି ମୁଁ ଟିକେ ଜଳେଇ ଦେଇଥିଲି। ଦେଖନ୍ତୁ ଏ କୋଇଲାକୁ ସେଥିରେ ଆମେ ଏଡ୍ କରିଦେବା ଦ୍ୱାରା, ଯେହେତୁ ଘିଅ ଅଛି, ତାର ଫ୍ଲେଭର ସବୁ କଭର୍କୁ ବନ୍ଦ କରିଦେବା। ସବୁତକ ଫ୍ଲେଭର ତାର ଆମର କୋଇଲାର ପଲଉ ଚାଲିଗଲା ପରେ ଆମେ ବାହାର କରିଦେବା। ତାପରେ ଆମେ ଭଲସେ ଆକୁ ମିକ୍ସ କରିଦେବା। ତ ଦେଖନ୍ତୁ ଫାଇନାଲି ଝଟପଟ ବନିକି ଆମର ରେଡ଼ି ହେଇସାରିଲାଣି। ଭେଜ୍ ପଲଉ କହିପାରିବେ, ଭେଜ୍ ବିରିୟାନୀ ଆକୁ କହିପାରିବେ। ପ୍ରେସର କୁକରରେ ଏଇଭଳି ପ୍ରୋସେସରେ ଥରେ ବନେଇକି ଦେଖନ୍ତୁ, ସ୍ୱାଦ ହିଁ ଭୁଲି ପାରିବେନି। ଫ୍ରେଣ୍ଡସ୍, ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି, ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ ଫାଇନାଲି ରେସିପିଟି ବନିଗଲାଣି। ଆପଣମାନେ ଆକୁ ଘରେ ନିହାତି ଟ୍ରାଏ କରନ୍ତୁ। ଆପଣମାନଙ୍କର ଅନୁଭୂତି ମୋ ସହିତ ସେୟାର କରନ୍ତୁ ବା କମେଣ୍ଟ କରନ୍ତୁ। ଆପଣମାନଙ୍କର କମେଣ୍ଟ ମୋର ମୋଟିଭେସନକୁ ବଢ଼େଇଥାଏ, ଆଉ ବହୁତ ଇମ୍ପୋର୍ଟାଣ୍ଟ ମୋ ପାଇଁ। ତ ନିହାତି ଆକୁ କମେଣ୍ଟ କରିବେ। ତ ଫାଇନାଲି ଦେଖନ୍ତୁ କେତେ ବଢ଼ିଆ, ପୁରା ସୁନ୍ଦର ବି ଦେଖାଯାଉଛି। ଆଉ ଯେମିତି ସୁନ୍ଦର ଦେଖାଯାଉଛି ନା, ଖାଇବାକୁ ବି ଭାରି ସୁଆଦିଆ ଲାଗେ। ବହୁତ ବଢ଼ିଆ ବାସ୍ନା ବି ହେଉଥିଲା, ଯେହେତୁ ଘିଅର ଫ୍ଲେଭର ବି ଆସୁଥିଲା, ଗୋଟା ମସଲାର ବି ଫ୍ଲେଭର ଥିଲା, ବହୁତ ବଢ଼ିଆ ଲାଗୁଥିଲା ଖାଇବା ପାଇଁ। ତ ଆପଣମାନେ ଆକୁ ନିହାତି ଟ୍ରାଏ କରିବେ। ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତ ରେସିପିଟି ବନିକି ରେଡ଼ି ହେଇସାରିଛି। ପୁରା 5ରୁ 10 ମିନିଟ୍ରେ ରେସିପିଟି ଆପଣମାନେ ବନେଇକି ରେଡ଼ି କରିପାରିବେ। ଆଉ ଦେଖିବେ ଯାହାକୁ ବି ବନେଇକି ଦେବେ ନା, କେହି ବିଶ୍ୱାସ କରିପାରିବେନି ଆପଣମାନେ ଆକୁ ଘରେ ବନେଇଛନ୍ତି। ବହୁତ ବଢ଼ିଆ ଲାଗୁଥିଲା, ହୋଟେଲ ଷ୍ଟାଇଲରେ ବନିଛି। ତ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।